ଦେଖନ୍ତୁ ଆମ ବିଶ୍ୱଗୁରୁ ଏବେ ସରମନ ଶୁଣାଉଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସରମନରେ କ'ଣ କହିଲେ ଗତକାଲି ଯେ ନିଟ୍ କେଳେଙ୍କାରୀ ହେଉଛି ମହାପାପ। 2.5 ମାସ ଲାଗିଲା ତାଙ୍କୁ ଏଇ ମହାପାପ ବୋଲି ଜାଣିବା ପାଇଁ। ଆଉ ଗତକାଲି ତାଙ୍କୁ ଲାଗିଲା ହଠାତ୍ ସେ ବୁଳିବୁଳି କହିଲେ ଯେ ଏଇଟା ମହାପାପ। କାହିଁକି କହିଲେ, କେତେବେଳେ କହିଲେ? ଯେତେବେଳେ ସମଗ୍ର ଦେଶରେ ଯୁବ ସମାଜ ପୁରା ଉତ୍ତାଳ ତରଙ୍ଗ ଭଳିଆ ସେମାନେ ମାତି ଯାଇଛନ୍ତି ଏବଂ ପ୍ରତିବାଦ କରୁଛନ୍ତି। ତାଙ୍କ ଉପରେ ଲାଠିଚାର୍ଜ ହେଉଛି, ତାଙ୍କୁ ଲୁହବୁଆ ଗ୍ୟାସ୍ ପ୍ରୟୋଗ କରାଯାଉଛି। ସେତିକି ବେଳେ ବିଳିବିଳିକି କହିଲେ ଯେ ଇଏ ମହାପାପ ଆଉ ଯେଉଁମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ସେମାନଙ୍କୁ ଆମେ କଠୋରରୁ କଠୋରତମ ଦଣ୍ଡ ଦେବୁ। ଆମେ ପଚାରିବାକୁ ଚାହୁଁ ପ୍ରଧାନମନ୍ତ୍ରୀ ମହୋଦୟ, ଯଦି ଏଇଟା ମହାପାପ ହେଲା ତ ମହାପାପୀ କିଏ? ଆପଣ ଜାଣିନାହାନ୍ତି ମହାପାପୀ କିଏ? ମହାପାପୀ ପରା ନିଜେ ଶିକ୍ଷାମନ୍ତ୍ରୀ। ଦେଶବାସୀ କହୁଛନ୍ତି, ସେଟା ଛାତ୍ରମାନେ ସେ କଥା କହୁଛନ୍ତି, ଅପୋଜିସନ୍ ପାର୍ଟିମାନେ କହୁଛନ୍ତି। ଥରେ ଅଧେ ନୁହଁ, ବାରମ୍ବାର ପରୀକ୍ଷାରେ ଘୋଟାଲା ହେଉଛି ଏବଂ ଘୋଟାଲା ଯେଉଁମାନେ କରୁଛନ୍ତି ସେମାନେ ମନ୍ତ୍ରୀଙ୍କର ପାଖ ଲୋକ। ଆଉ ସେ ମହାପାପୀକୁ ଧରିବାର ନାହିଁ, ଖାଲି କଠୋର କାର୍ଯ୍ୟାନୁଷ୍ଠାନ ନେବି କହୁଛନ୍ତି। ଇଏ ଅତି ଗୋଟେ ପ୍ରତାରଣାପୂର୍ଣ୍ଣ କଥା। ଏବଂ ଦ୍ୱିତୀୟ କଥା ଆମେ କହିବାକୁ ଚାହୁଁ ଯେ ଯନ୍ତର ମନ୍ତରରେ ଯେଉଁମାନେ ଯେତେବେଳେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ ହେଉଥିଲା, କିଏ ସେମାନଙ୍କୁ ଉଡ଼ି ଉଡ଼ି ପିଟିଲା? କିଏ ପିଟିଲା? ପୁଲିସ ତ? ପୁଲିସ, ଦିଲ୍ଲୀ ପୁଲିସ ଏବଂ ତା ସହିତ ବିଜେପି RSSର ଗୁଣ୍ଡାମାନେ, ଯେଉଁମାନେ ଆର୍ମିର ଡ୍ରେସ୍ ପିନ୍ଧିଥିଲେ, ଯେଉଁମାନେ ପୁଲିସର ଡ୍ରେସ୍ ପିନ୍ଧିଥିଲେ, ଗୁଡ଼େଇ ବାଡ଼ିଲେ। ଏଥିପାଇଁ କିଏ ଦାୟୀ ହେବ? ଏଇଟା ମହାପାପ କି ନୁହଁ? ପ୍ରଧାନମନ୍ତ୍ରୀ ମହୋଦୟ, ଏଇଟା ମହାପାପ କି ନୁହଁ? ଏଇଟା ମଧ୍ୟ ମହାପାପ। ଆମେ ଇତିହାସରେ ନିକଟ ଅତୀତ ଇତିହାସରେ ଦେଖିନୁ ଏଭଳି ଭାବରେ ମରଣାତ୍ମକ ଆକ୍ରମଣ ପୁଲିସ କରିବ ଛାତ୍ରମାନଙ୍କ ଉପରେ, ଛାତ୍ରୀମାନଙ୍କ ଉପରେ ଆମେ ଦେଖିନୁ। ଆମେ ଗୁଳି ମଧ୍ୟ ଚାଲିଥିଲା। ଇଏ ହେଉଛି ଗୋଟେ ମହାପାପ। ଏବଂ ସେ ମହାପାପୀ କିଏ? ମହାପାପ ପଛରେ କିଏ ଅଛି? ନିଜେ ଅମିତ ଶାହା ଯିଏ ଗୃହମନ୍ତ୍ରୀ, ସିଏ ହିଁ ଏଥିପାଇଁ ଦାୟୀଦାର ଏବଂ ସିଏ ରିଜାଇନ୍ କରିବା କଥା ମଧ୍ୟ। ହି ସୁଡ୍ ରିଜାଇନ୍ ଅଲସୋ। ଏଇଟା ଗତକାଲି ରାହୁଲ ଗାନ୍ଧୀ କହିଛନ୍ତି। ରାହୁଲ ଗାନ୍ଧୀ, କଂଗ୍ରେସ ଦଳ, ଅପୋଜିସନ୍ ପାର୍ଟିଜ୍ ପାର୍ଲାମେଣ୍ଟରେ କହିଲେ, ଆଜ୍ଞା ଏତେ ବଡ଼ କଥାଟା ହେଉଛି, ଗୋଟେ ଆଲୋଚନା ହଉ ପାର୍ଲାମେଣ୍ଟରେ, ଆଲୋଚନା କରେଇଦେବନି? ତୁମେ କିଏ କି? ତାନାଶାହୀ ଶାସନ ନା କ'ଣ? ଗଣତାନ୍ତ୍ରିକ ବ୍ୟବସ୍ଥା ଭିତରେ ତୁମେ ଯଦି ଗଣତନ୍ତ୍ରର ରାସ୍ତାରେ ନ ରହିବ, ଲୋକ ତୁମକୁ ଟାଣିକି ଫୋପାଡ଼ି ଦେବେ। ଆଜି ସରମନ ଶୁଣେଇଲା ଆଉ ଗୋଟେ ତାଙ୍କ ଛୋଟ ଗୁରୁ, ଗୋଟେ ସମିତ ପାତ୍ର ଗୋଟେ ଛୋଟ ଗୁରୁ କ'ଣ କହିଲେ? ରାହୁଲ ଗାନ୍ଧୀକୁ କୁଆଡ଼େ ଡେମୋକ୍ରାଟିକ୍ ନର୍ମସ୍ ଜଣା ନାହିଁ, ଗଣତାନ୍ତ୍ରିକ ପ୍ରକ୍ରିୟା ପଦ୍ଧତି ଜଣା ନାହିଁ। ଏ କଥା ଆଜି କହୁଛନ୍ତି ସେ। ଭାଇ ତୁମର ଅକାତ ହେଲାନି ରାହୁଲ ଗାନ୍ଧୀକୁ କହିବ ଯେ ତୁମର ଡେମୋକ୍ରାଟିକ୍ ପ୍ରୋସେସ୍ ଜାଣିନ ବୋଲି? ଯଦି ଏତେ କଥା କହୁଛ, ପାର୍ଲାମେଣ୍ଟରେ ଆଲୋଚନା କରିବା ପାଇଁ ସୁଯୋଗ କାହିଁ ଦେଉନ? ଦ୍ୟାଟ୍ ଇଜ୍ ଦି ବେଷ୍ଟ ଫୋରମ୍। ତୁମେ ସେଇଟା ଦେବନି। ପିଲାଙ୍କ ଉପରେ ଆକ୍ରମଣ କରିବାଟା କ'ଣ ଡେମୋକ୍ରାଟିକ୍? ତୁମ ସରକାର କରୁଛି। ଡେମୋକ୍ରାଟିକ୍ ନା ଅନଡେମୋକ୍ରାଟିକ୍? ଆଉ ଯେତେବେଳେ ତୁମେ ପାର୍ଲାମେଣ୍ଟରେ ଶୁଣିବାକୁ ପ୍ରସ୍ତୁତ ନୁହଁ, ରାହୁଲ ଗାନ୍ଧୀ ଯାଇକି ବାଧ୍ୟ ହୋଇକି ଗଲେ ସେଠିକି, ରାହୁଲ ଗାନ୍ଧୀଙ୍କ ସହିତ MP ମାନେ ଗଲେ ଇଏ ଆମର ପ୍ରାଇମ୍ ମିନିଷ୍ଟରଙ୍କ ରେସିଡେନ୍ସକୁ, ତାକୁ କହିବ ଅନଡେମୋକ୍ରାଟିକ୍। ଆମେ କହିବାକୁ ଚାହୁଁ ଛୋଟ ଗୁରୁକୁ, ସମ୍ବିତ ପାତ୍ର ମହୋଦୟ, ତମର ସମ୍ମାନ ଦେବା ଦରକାର ନାହିଁ, ତମର ଯୋଗ୍ୟତା ନାହିଁ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେବା ଏବଂ ଗଣତନ୍ତ୍ର କ'ଣ, ପଦ୍ଧତି କ'ଣ, ପ୍ରକ୍ରିୟା କ'ଣ ଆମକୁ ଶିଖିବା ଦରକାର ନାହିଁ। ଆପଣ